प्रकाश मुहे पानी फाटी दियो काले बस तो लगा मुहे पानी दे पाखे तो मेडिकल ना कौन करियो मेडिसिन ना मो पाखे अछि दे 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 मुहे पानी दे बढ़िया आ ताकू पानी अरे क्या आश्चर्य कथा ताकू पानी पेवा कथा तू पानी पीनु से उठिला आपण ना कोन आत्मा ये मु यदि पानी पीबी ता जीवन पसिवता दे हां सिए ता फिल्टर अब तमरे युद्ध संपर्क बोले हम निकले संपर्क आपण बुझी पारी हमरा जण से ना आपण नहीं करे भाई aquagor पानी कोनी भाई कोइतलु हमें के बोल हमें तुम aquagor पानी पळायची हां को सेंस मु फेरी पाई सा अरे से तो पीला तो हमर कनेक्शन अछि अच्छा हां से जहां पीबो हां ता देहु जा बाहर को मुकी हां मुका खाई गानो ता देहु आया माते पड़न खा हां बाय को मन नाटक आइछि से नाटकरा म नाही मुने राती म पेटु पळाइछि भाई भाई वो जीवन बच्चे ले भाई हां भाई ये जानियो थिले के नाही तू बड़ भाई भाई तो बापा के मो बापा के केम था तो बहु के मो बहु समान तो खुली के मो खुली बस तो दादी के मो दादी अरे हां वो इलिंगा सिलिंगा के मो इलिंगा सिलिंगा मोर एक संपर्क तो भाग्य के मो भाग्य बस एलिको एंट्रू बाबा मा गुडी करू ठीक है तो हाथ के वो हाथ के पूरा हम करला हमको तो चले जाओ बस खो सेटा हाई करी बनी खापो थेली आ कोन यदि खापरे पड़ी जाई खंडा एटा हम कोलिया कोन हम हिंदू धर्म में नहीं ना तमर प्रश्न सीधा चले वो मासा लक्ष्य रखे भारत प्रसाद पास सुधि दशवंतदम्ब स्नेहमयी कल्याणमयी संतन मस्तल मोर मां माने आज अखिल सरदली पवित्र सत्यनारायण रंगमंच रे हम तो भाई कहि गले गोटे विषय करिया पे विषय आरंभ करबा गोटे महापुर कथा कहि जगत में जिते कथा अछि जिते संपर्क अछि महापुर संपर्क का संपर्क नहीं आज महापुर कथा कहिबा आपण देखिबे अरे हां ये बड़ा कर कौन बहुत कोई से आता कौन बोल तू सेटल भाबू से तो जगह जा तो मना करल रहबनी हाय छोटा गोटे हम नाही तबे बा आगे समस्त बसिथिले मध्य कल्पना तो आपण गोटे जगह को लेके जाऊ हम समस्त एठी बसिथि कल्पना तो फिर गोटे जगह को जीवा कोठी सर को जगह जीवा भाई छोटे हम ता कोन से खाओ आज तू मारवाटा को जगह को जीवा की कोठी की कॉपी होतो जे आपण उत्कल भंड ददुमणि महापात्र बढे होची प्रबंध पूर्णचंद्र को जगह को जीवा कोठी की रात रे जीवा रात समस्त जीवा हमें बालावला जिया बाबू माने जीवे समस्त जीवे जाई होबनी हाथी एरिया नाही ना जीवा को जगह को रासो कल्पना तो छे जीवा को जगह को कभी कहे ले तो सुमति नहीं विचार सुमति आओ मुझे
ମଧ୍ୟ କଳ୍ପନା ଚକ୍ଷୁ ଆପଣମାନଙ୍କୁ ସମସ୍ତଙ୍କୁ ଗୋଟିଏ ଜାଗାକୁ ନେଇକି ଯାଉଛି। କୋଉ ଜାଗା? କବି କହିଲେ ସୁମତି ଦେଇ ବିଚାର ସୁମତି ସୁମତି ଉତ୍ତମ ମତି ଉତ୍ତମ ମତି କି ନେଇକି ସେ ପଣ୍ଡିତର ବିଚାର କର। କୋଉ କଥା ବିଚାର କରିବା? ନା ବୁଦ୍ଧି ମଧ୍ୟବର୍ତ୍ତୀ ଦ୍ୱାରାବର୍ତ୍ତୀ ସମୁଦ୍ର ସମୁଦ୍ର ଭିତରେ ଗୋଟିଏ ପୁର ଗୋଟିଏ ନଗର ତା ନାଁ ହଉଛି ଦ୍ୱାରକା କଟକ। ଦ୍ୱାରକା କଟକ ଦ୍ୱାରକା କଟକ କଥା କହିଲା ବେଳେ ଆପଣ ଦେଖିବେ ପ୍ରଭୁ ସତ୍ୟ ଯୁଗରେ ଜଳର ଗଭୀରତା ମାପିଲେ ସମୁଦ୍ରର ଗଭୀରତା ମାପିଲେ। ତ୍ରେତୟା ଯୁଗରେ ସମୁଦ୍ର ଉପରେ ଗୋଟେ ବନ୍ଧ ବାନ୍ଧିଲେ। ଦ୍ୱାପର ଯୁଗରେ ସମୁଦ୍ର ଭିତରେ ଘର କରି ରହିଲେ। ଆଉ କଳି ଯୁଗରେ ସମୁଦ୍ର ଭିତରେ ଆଉ ରହିଲେ ସମୁଦ୍ର କୂଳରେ ରହିଲେ। ଜଗନ୍ନାଥ ମହାପ୍ରଭୁ ସମୁଦ୍ର କୂଳରେ ଅଛନ୍ତି ସମୁଦ୍ର ଭିତରେ ନାହିଁ। ଦ୍ୱାପର ଯୁଗରେ ସମୁଦ୍ର ଭିତରେ ଘର କରି ରହିଲେ। ଆଚ୍ଛା ସତ୍ୟ ଯୁଗରେ ଜଳର ଗଭୀରତା କେତେବେଳେ ମାପିଲେ? ଯେତେବେଳେ ଶଙ୍ଖାସୁର ବେଦ ଚୋରି କରି ନେଇଗଲା। ବେଦ ଉଦ୍ଧାର କରିବା ପାଇଁ ପ୍ରଭୁ ବିନ ଅବତାର ନେଲେ। ବିନ ଅବତାର ନେଇ ଶଙ୍ଖାସୁରକୁ ତ ମାଇଲେ ସମୁଦ୍ର ଜଳର ଗଭୀରତାକୁ ମାପିଲେ। ଶଙ୍ଖାସୁରକୁ ମାରିଦେଇକି ଜଳ ସବୁ ମାପିଲେ ଆଉ ଜଳର ଗଭୀରତାକୁ ଜାଣିଲେ। ଆଜି ସମୁଦ୍ର ଉପରେ ଗୋଟେ ବନ୍ଧ ବାନ୍ଧିଲେ। ଦ୍ୱାପର ଯୁଗରେ ସମୁଦ୍ର ଭିତରେ ଘର କରି ଅଛନ୍ତି ସେ କଥାକୁ ଆରମ୍ଭ କରୁଛି। ମା ଏଇଠୁ କାହାଣୀ ଆରମ୍ଭ। ସେଦିନ ଦ୍ୱାରକା କଟକର ରାଜା ଥାନ୍ତି ଭଗବାନ କୃଷ୍ଣ। ନାଟକ ଆରମ୍ଭ କଲ। ହଁ ଯୋଉଟା ବର୍ଷା ଘରେ ଜଳଖିଆ ଖାଇଲା ବେଳେ ଯୋଉଟା କହୁଥିଲ ଏଇଟା ତ ସେଇଟା ନୁହଁ। କୋଉଟା କହୁଥିଲି? କୋଉ ନାଟକ ଚେଞ୍ଜ କଲ? ଆରେ କୋଉ ନାଟକ କହୁଥିଲି? ବର୍ଷା ଘରେ ଯୋଉଟା କହୁଥିଲ ଐତିହାସିକ ସାମାଜିକ ନାଟକ ଆମ ଅନୁଷ୍ଠାନର ଅନୁସନ୍ଧାନ ନାଟକ ଦେଖିଲା ଭଳି ନାଟକ ଶିଖିଲା ଭଳି ନାଟକ ବଛା ବଛା ଋତୁ କଳାକାରକୁ ନେଇ ଠିକ ନାଟକ। କଣ ସେଟା? ମୁଣ୍ଡା ଗୁହାଳେ ଦଦରା ଷଣ୍ଢ ଦଦରା ଷଣ୍ଢ ମୁଁ ତ ଏଇ ନାଟକ କହିଦେଲି। ଭଲ ଫୁଟିଥାନ୍ତା। ଆରେ ଇଏ କେତେ ଦିନ ଅନୁଷ୍ଠାନ ଜାଣିଛି ପାଲା ଅନୁଷ୍ଠାନ ଏଇ ନାଟକ ସେଇ ନାଟକ ଯେ ହବ। କ୍ଷମା କରିବ ଆଜ୍ଞା ଆମର ହିରୋଇନ ଅଭାବରୁ ବହି ବଦଳେଇ ଦଉଛି। ଦ୍ୱାରକା କଟକ ରାଜା ହଉଛନ୍ତି ଭଗବାନ କୃଷ୍ଣ। ରାଜମାତା ଦେବକୀ ଅଛନ୍ତି ଅଛନ୍ତି ଅଷ୍ଟପାଟ ବଂଶୀ ଅଛନ୍ତି। ଅଷ୍ଟପାଟ ବଂଶୀ ଥିଲା ବେଳେ ଭଗବାନ କୃଷ୍ଣ ମାୟା ବିହାର କଲେ। ମାୟା କଥାଟା ଆରମ୍ଭ ହଉଛି। ଗୋଟେ ମାୟା ବିହାର କଲେ। କଣ ମାୟା ବିହାର କଲେ? ସେ ବିଧାନ କଲେ ଯେ ବାସ୍ତବରେ ତିନି ଜଣଙ୍କର ଅହଙ୍କାରକୁ ଚିହ୍ନିଭୂତ କରିବେ। ସେ କଥା ଆପଣମାନଙ୍କୁ ଆଗରେ ଦର୍ଶେଇବି। ତେବେ କଣ କଲେ? ଶୋଇଛନ୍ତି କିନ୍ତୁ ଉଠି ଉଠି ସକାଳ ହେଇଯାଇଛି ନିଦ୍ରାରୁ ଉଠୁନାହାନ୍ତି ଭଗବାନ। ନିଦ୍ରା ଭଙ୍ଗ ହଉନି। ନିଦ ଉପରେ ଶୋଇଛନ୍ତି ଆଖିରେ ଲୁହ ଶରୀର ଅବଶ। କଣ କଣ କହୁଛ ମୁଁ? ରାତି ପାଇକି ଆସି ଦିନ 9ଟା 10ଟା ହେଲାଣି ଠାକୁରେ ଉଠି ନାହାନ୍ତି ଏତେବେଳେ କଣ ଅସୁବିଧା ହେଇଛି? ରୁକ୍ମିଣୀ ସତ୍ୟଭାମା ଜାମ୍ବବତୀ କାଳିନ୍ଦୀ ମିତ୍ରବିନ୍ଦା ଲକ୍ଷ୍ମଣ ଆଦି ଅଷ୍ଟପଟକୁ ସେ ଆସି ପହଞ୍ଚିଲେ। ସ୍ୱାମୀ ବା ସ୍ୱାମୀ କହୁଛୁ କହ ଏଠି ସ୍ୱାମୀ କଣ ଅସୁବିଧା ହେଇଛି? ଆଜି ସକାଳ 8:30 ବାଜିଲାଣି ତମେ ସେଟ ଛାଡ଼ିନ? ତମେ ଉଠିକି ଦାନ୍ତ ବସିକି ତମେ ଲାଟ୍ରିନ୍ ଯାଇକି ଟିଫିନ୍ କରିବା କଥା। ହଁ ଆଜିକାଲି ଉଠିନା ସ୍ୱାମୀ? ହେଲେ ସ୍ୱାମୀ ତମ ଆଖରୁ କଣ ଲୁହ ବାହାରୁଛି? ମୁଖ ତ ଭାଇ ମଳିନ ପଡିଯାଇଛି। କଣ ହେଇଛି ପ୍ରଭୁ? ବାଟରେ ଠିଆ ରହିଛ ତ? ସେ ବାରି କଣ ଆମେ ରୁଚି କରୁଛି? କୃଷ୍ଣ କିଛି କହୁନାହାନ୍ତି ଆଖିରେ ଲୁହ ଶରୀର ଅବଶ। ବାରମ୍ବାର ପଚାରିଲେ। ମୁଁ ତ 10:30 ରାତିରେ ଯାଇକି ତମକୁ ଘଷାମଡ଼ା କରିଥିଲି। ହସି ହସି ମୋ ସାହି କଥା ହେଲ ଆଉ ତମ ସକାଳେ ଏମିତି ଆଖିରେ ଲୁହ ବାହାରୁଛି ସ୍ୱାମୀ? କଣ ହେଇଛି? କୃଷ୍ଣ କିଛି କହୁନାହାନ୍ତି ଅଷ୍ଟପାଟ ବଂଶୀ କହିଲେ। ତମ ସ୍ତ୍ରୀମାନେ ଆମେ ଠିଆ ହେବୁ ସମ୍ମୁଖରେ କଣ ଅସୁବିଧା ହେଇଛି ଆମକୁ କହୁନା ସ୍ୱାମୀ? କହିଦେଲେ ସେ ଅଷ୍ଟପାଟ ବଂଶୀ ଚମ୍ପୁରେ ପୁଅ କଣ କହିଲେ? କହିଲେ ନାହିଁ କି ଶ୍ରୀ ଅଙ୍ଗ ସୁଖ ନୂଆ ନଟ
ବେଶୀ ପକଉଥାନ୍ତି ମୁଁ ସିନା ଆଗ ଆଇଥିଲି ବୋଲି ମୋତେ ରାଗିକି କହୁନ ଏଠି ପଛରେ ଆଣିକି ତାକୁ କହୁନା ପଛରେ କହିଲେ ବାର୍ତ୍ତାର କଣ ହେଇଛି ମନ କାହିଁକି କହିଲେ ପଳବାସୀ ହେବା ପ୍ରାୟ ବିଶି ହେବା ପ୍ରାୟ ବିଶି ଯାଉଛି ଦୁରୁଷି ଯାଉଛି ଦୁରୁଷି ହଉନା ତାରି ଆଉ ସେ ଟୋକାଟା ମାରିବ ନା ଶିଖିଛି ସବୁ ହେଇଗଲେ କହିଲେ କଣ ହେଇଛି ମନ କାହିଁକି ଶୁଣିବ ଶୁଣିବ କାହିଁକି ମୋ ମନ ଦୁଃଖ ବସି ବାଧ୍ୟ କହିଲେ ତା ମାୟା ବିହାନ କରିଛନ୍ତି କହିଲେ ଜଣଙ୍କର କଥା ଆଜି ମନେ ପଡ଼ିଗଲା ଆରେ ନାନୀ ସେ ଜଣଙ୍କର କଥା ମନେ ପଡିଛି କେତେ ଭଲ ପାଏ କଣ ମୋ କଥା ମନେ ପଡ଼ିଲା କହୁନା ଆରେ ମୁଁ ତମମାନ କଥା ମନେ ପଡ଼ିନି ମ ମୋର ଆଉ ଜଣ କଥା ମନେ ପଡ଼ିଲା ଶୁଣିବ କାହା କଥା କାହା କଥା ମନେ ପଡ଼ିଲା ନାଇଁ 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 ନା ଶୁଣିବ କାହା କଥା ସେ ଯୋଉ କହିଲେ ଭଗବାନ କୃଷ୍ଣ ବହି ହେଉଛି ବିଦଗ୍ଧ ଚିନ୍ତାମଣି ଅଭିଭୂତି ସାମଗ୍ରୀ କାହା କଥା ମନେ ପଡ଼ିଲା କି ବିଶ୍ୱଟା ଆରମ୍ଭ ସବୁଠୁ ଧ୍ୟାନ ରଖିଦେବି ଟିକେ ତୋ କାହା କଥା ମନେ ପଡ଼ିଲା କି ସେ ଶ୍ରୀ ଋଷ ଭାନୁ ଦେବା ନା ବୃଷଭାନୁ ନନ୍ଦିନୀ ମୋ ମାଇ ରାଧା କଥା ଭାରି ମନେ ପଡ଼ିବ ମୋର ରାଧା କଥା ମନେ ପଡୁଛି ହଁ ତମେ ଏ ପର୍ଯ୍ୟନ୍ତ ଏଇ ଗୌରୀଟାକୁ ଭୁଲିଲ ଆଜି ସୁଦ୍ଧା ସିଏ ଭୁଲି ନାହାନ୍ତି ସେ ରାଧା କଥା ଏଇ ବାପା ଏଇ ରାଧା ଗୌରୀ କଣ ଅଛି ଯେ ଆମର ଟେ ନାହିଁ କହୁନ ଆମେ ଯେହେତୁ କଣ ନାହିଁ ଶୁଣ 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 ତମେ ସୁନ୍ଦର ମୋ ମନା କର ସୁନ୍ଦର ମୋ ମନା କରୁନି ତମେ ସବୁ ସୁନ୍ଦର ମୁଁ ମନା କରୁନି କିନ୍ତୁ ମୋ ମାଇ ରାଧା ମାଇର ମୁହଁଟା ଏତେ ସୁନ୍ଦର ଦୁନିଆରେ କାହା ମୁହଁ ସମାନ ମୋ ମାଇ ମୁହଁ ଏତେ ସୁନ୍ଦର ହଁ ମୋ ମୁହଁଠୁ ହଁ ମୋ ମୁହଁ କଣ ନାହିଁ ତମେ ସୁନ୍ଦର ମୁଁ ମନା କରୁନି ମୋ ମାଇ ମୁହଁ ଭଳିଆ ମୁହଁ ତମର ମୋ ମାଇ ମୁହଁଟା ଏତେ ସୁନ୍ଦର କେତେ ସୁନ୍ଦର ଟିକେ କହିଲ ଶୁଣିବ ଶୁଣିବ ମାଇ ମୁହଁଟା କେତେ ସୁନ୍ଦର କହିଦେଲେ ଭଗବାନ କୃଷ୍ଣ କହିଲେ ଶୁଣ ମୋ ମାଇ ମୁହଁ କେତେ ସୁନ୍ଦର କେତେ ସୁନ୍ଦର ଅଭିମାନ ସମସ୍ତେ ଚିନ୍ତା ମା କୃଷ୍ଣ କେତେ ଭଲ ପାଆନ୍ତି ମା ରାଧା ଆମ ମାଠୁ ସୁନ୍ଦରୀ କିଏ ଦୁନିଆରେ ଅଛି ରାଧାଠୁ ସୁନ୍ଦରୀ କିଏ ଦୁନିଆରେ ଅଛି କହିଲେ ଶୁଣ ମୋ ମାଇର ହସଟା କେତେ ସୁନ୍ଦର ମୁହଁଟା କେତେ ସୁନ୍ଦର ଶୁଣ କଣ କହିଲେ କହିଲେ ଛଡ଼ାଇ ହୃଦୟରୁ ବସି ଗୋଟିଏ ହଇଲେ ଗୋଟିଏ
ଅଭିମନ୍ୟୁ ସାମସୀ ଧାର କହିଲେ ଛଡ଼ାଇ ହୃଦୟରୁ ମସି ମସି କହିଲେ ମହିଳା ହୃଦୟରୁ ସବୁ ମହିଳାକୁ ଛଡ଼ାଇ ଦେଇ ଗୋଟିଏ ଚନ୍ଦ୍ର ଯଦି ଏକାଠି ହେଇ ଗୋଟିଏ ହେଇଯିବେ ତଥାପି ମୋ ମାଇଁ ମୁହଁ ସାଙ୍ଗେ ସମାନ ହେବେ। ତମ ମାଇଁ ମୁହଁ ଏତେ ମୋ ସୁନ୍ଦର ମାଇଁ ମୁହଁ ଏତେ ସୁନ୍ଦର ଖାଲି ମୋ ମାଇର ମୁହଁ ସୁନ୍ଦର ନୁହେଁ ମୋ ମାଇର ହସ ମୋ ମାଇ ହସି ଦେଲେ ସତେ ଯେମିତି ଅମୃତ ଧରି ପଡ଼େ। ତମ ମାଇଙ୍କର ହସ ବହୁତ ସୁନ୍ଦର। ବହୁତ ସୁନ୍ଦର ମୋ ମାଇ ହସ। ମୋ ହସୁରେ ତମ ମାଇଁ ମୁହଁ ଏତେ ସୁନ୍ଦର ଦେଖ ତ ହସୁରେ ମନ୍ଦିରା ଭେରଙ୍ଗା ଭଳିଆ ବହୁତ କହୁଛି ପିଲା କହିଲେ ମୋ ମାଇର ହସଟା କେତେ